କୌଣସି ଶତ୍ରୁ ଆପଣଙ୍କୁ ବାଧା ଦେଉଛନ୍ତି, ଆପଣଙ୍କର ପ୍ରଗତି ପଥରେ ବାଧା ହେଉଛନ୍ତି, ଆପଣଙ୍କୁ ସମାଜରେ ଆପଣଙ୍କର ବଦନାମ କରୁଛନ୍ତି, ନିନ୍ଦା କରୁଛନ୍ତି, ଯାହାଦ୍ୱାରା କି ଆପଣ ଅଣନିଶ୍ୱାସୀ ହେଇଯାଉଛନ୍ତି। ସେଇ ଶତ୍ରୁଙ୍କୁ କେମିତି ଆପଣ ଶାନ୍ତ କରାଇବେ? 3ଟି ରସୁଣ କୋଳ ନେବେ। ବଡ଼ ବଡ଼ ରସୁଣ କୋଳ ଆଜିକାଲି ମାର୍କେଟରେ ଆସୁଛି। ସେଥିରେ ବ୍ଲାକ୍ ପେନ୍ ସାହାଯ୍ୟରେ ତାଙ୍କର ନାଁ ଲେଖିଦେବେ 3ଟି ଯାକ ରସୁଣ କୋଳରେ। ତାପରେ ସେଇ ରସୁଣ କୋଳ 3ଟିକୁ ଗୋଟେ ଛୁଞ୍ଚି ସହିତ ଛୁଞ୍ଚିରେ ଗୁନ୍ଥି ଦେବେ। ସୂତା ଲଗାଇବେନି, ଖାଲି ଛୁଞ୍ଚିଟାରେ ଆପଣ ତାକୁ ସେ 3ଟି ରସୁଣ କୋଳକୁ ଆପଣ ଗୁନ୍ଥି ଦେବେ। ସେଥିରେ ମାନେ ଛୁଞ୍ଚିରେ ଗୁନ୍ଥି ଦେବେ। ତାପରେ ସେଇ ରସୁଣ କୋଳକୁ ଯେଉଁ ଛୁଞ୍ଚିରେ ଗୁନ୍ଥି ଥିବେ ଗୋଟେ ମାଟି ପାତ୍ରରେ କିଛି ଲୁଣ ରଖିଦେବେ। ସେଇ ରସୁଣକୁ ଛୁଞ୍ଚିକୁ ଆପଣ ସେଥିରେ ରଖିଦେବେ ମାଟି ପାତ୍ରରେ, ତା ଉପରେ ଲୁଣ ପକାଇଦେବେ ଏବଂ କୌଣସି କଣ୍ଟା ଜାତୀୟ ଗଛ ପାଖରେ ତାକୁ ନେଇକି ରଖିଦେବେ ସେ ମାଟି ପାତ୍ର ସହିତ। ଆପଣଙ୍କ ଶତ୍ରୁ ସମନ ହେଇଯିବେ।